କଣାସରେ ମହାମାରୀ ହଇଜା ରେ ମଡ଼କ ପଡ଼ିଲାଣି। ଗୋଟିଏ ଗାଁରୁ କଣାସ ବ୍ଲକର ପଞ୍ଚାୟତ ସମିତିର ଗଡ଼ିଶା ଗୋଦା ଗ୍ରାମ ପଞ୍ଚାୟତର ନୂଆଗାଁ ଗାଁରୁ ଗୋଟିଏ ଗାଁରୁ 4 ଜଣ ଚାଲିଗଲେଣି ଏବଂ ସେହି ପଞ୍ଚାୟତର ଆଉ ଗୋଟିଏ ଗାଁ ନଈକୂଳ ପାଟଣା ସେ ଗାଁରୁ ମଧ୍ୟ ଜଣେ ମହିଳା ସେ ପ୍ରାଣ ହରାଇଛନ୍ତି ଗୁରେଇ ସେଠି ଏବଂ ସାରଥ ପ୍ରଧାନ ଦଳେଇ ଆଉ ସଚଳା ସାହୁ ଏମାନେ ପ୍ରାଣ ହରାଇଛନ୍ତି ନୂଆଗାଁ ଗାଁର। ଆଜି ବର୍ତ୍ତମାନ ନୂଆଗାଁରେ ଅହଲ୍ୟା ଦଳେଇ ଯିଏ ସେଠିକାର ଅଙ୍ଗନବାଡ଼ି କର୍ମୀ ସିଏ ନିଜେ ଗୁରୁତର ଭାବରେ ହଇଜାରେ ପୀଡ଼ିତ ହୋଇଛନ୍ତି। ସ୍ୱାସ୍ଥ୍ୟ ସେବା ତ ବିପର୍ଯ୍ୟସ୍ତ, ତା ସାଙ୍ଗକୁ ଗ୍ରାମ୍ୟ ଜଳ ଯୋଗାଣ ପରିମଳ ସଂସ୍ଥା ଯେଉଁମାନଙ୍କର ଦାୟିତ୍ୱ ରହିଛି ପାନୀୟ ଜଳ ପୋର୍ଟେବଲ୍ ୱାଟର ପାନୀୟ ଜଳ ଲୋକଙ୍କ ମୁହଁକୁ ପାଣି ମୁନ୍ଦିଏ ଦେବା ମଦର ବଢ଼ି ପାଣି କିନ୍ତୁ ପାଣି ନାହିଁ ଏବଂ ସବୁଠୁ ବଡ଼ କଥା ହେଉଛି ଦୟା ନଦୀର ପାଣି ଏତେ ମାତ୍ରାରେ ପ୍ରଦୂଷିତ ହେଇଛି ଯେ ସେ ପାଣି ପିଇବା ଉପଯୋଗୀ ତ ଦୂର କଥା, ସେ ପାଣିରେ ଗାଧେଇଲେ ଦେହରେ ସବୁ ଭିନ୍ନ ପ୍ରକାରର ଚମଡ଼ା ରୋଗ ସବୁ ଚର୍ମ ରୋଗ ବ୍ୟାପି ଯାଉଛି। ଗାଈ ଗୋରୁଙ୍କ ପାଇଁ ମଧ୍ୟ ସେ ପାଣି ଉପଯୋଗୀ ନୁହେଁ। ସେ ଏକ ନର୍ଦ୍ଦମାର ନାଳ ପାଲଟିଛି। ଖାଲି ନର୍ଦ୍ଦମାର ନାଳ ନୁହଁ, ଏକ ବିଷାକ୍ତ ନର୍ଦ୍ଦମାର ନାଳ ଦୟା ନଦୀ। এই ସଂକ୍ରାନ୍ତରେ ସରକାର ତ ଏବେ କହିଛନ୍ତି ଯେ ଦୟା ନଦୀର ପ୍ରଦୂଷଣ କିଭଳି ନ ହେବ ତା ପାଇଁ ବ୍ୟବସ୍ଥା କରିବେ। ଆମେ ଅପେକ୍ଷା ରଖିଛୁ। ଆମେ ଏହି ପରିସ୍ଥିତିରେ ଆଜି ଗୋଟିଏ ତଥ୍ୟ ସନ୍ଧାନକାରୀ ଦଳ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପ୍ରଦେଶ କଂଗ୍ରେସ କମିଟିର ଆମର ବିଧାୟକ ଦଳର କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କଡାମ ତାଙ୍କ ନେତୃତ୍ୱରେ ଆଜି ଯାଉଛି। ଆମ ସାଙ୍ଗରେ ଅଛନ୍ତି ସୁଦର୍ଶନ ଦାସ ଯିଏ ଓଡ଼ିଶାରେ ପରିବେଶ କଂଗ୍ରେସ କେବଳ ପ୍ରତିବର୍ଷ କରୁନାହାନ୍ତି, ମହାନଦୀ ଜଳଠୁ ଆରମ୍ଭ କରି ନଦୀ ଜଳ ପ୍ରଦୂଷଣ କିଭଳି ଭାବରେ କମିବ ତା ପାଇଁ ଯିଏ ସବୁବେଳେ କାମ କରି ଆସୁଛନ୍ତି ସେ ମଧ୍ୟ ଆମ ସହ ଯାଉଛନ୍ତି ଏବଂ ଆମ ସହ ସାଙ୍ଗରେ ଅଛନ୍ତି ଜିଆଉଲ ହକ୍ ଜଣେ ବରିଷ୍ଠ ଆଇନଜୀବୀ, କାରଣ ଏଥିରେ ଆଇନଗତ ଦିଗ ରହିଛି। ଆମର ଯେଉଁ ଆଇନ ଓଡ଼ିଶାରେ ପ୍ରବର୍ତ୍ତନ କରାଯାଇଥିଲା ଏପିଡେମିକ୍ ଆକ୍ଟ ତାର କିଭଳି ଭାବରେ ଭାଓଲେସନ୍ ହେଉଛି ତାର ସେ ଅଧିନିୟମ ବା ଆଇନର କାର୍ଯ୍ୟକାରୀ ହେବା ସତ୍ତ୍ୱେ ମଧ୍ୟ ତାକୁ ଅକାମୀ କରି ଅଚଳ କରି ରଖି ଦିଆଯାଇଛି। ମୁଁ ସଭାପତି ଦାୟିତ୍ୱ ନେବାର ପରଦିନ ଯାଇ ସମ୍ବଲପୁରରେ ଯେତେବେଳେ ଜୋରରେ ବ୍ୟାପିଥିଲା ମହାମାରୀ ରୂପ ନେଇଥିଲା ସେତେବେଳେ ଆମେ ଏଫଆଇଆର ଦେଇଥିଲୁ। ଆମ ଏଫଆଇଆର କୁ ଗ୍ରହଣ କଲେନି, ଶୁଣିଲେ ନାହିଁ। ପରେ ସେ ଏଫଆଇଆର କୁ କୋଭିଡ ବେଳେ ଲାଗୁ କଲେ, ଅନ୍ୟ ସମୟରେ ଲାଗୁ କଲେ ତାଙ୍କ ସୁବିଧା ଅନୁଯାୟୀ। ନବରଙ୍ଗପୁରରେ ଯେତେବେଳେ ଜାପାନିଜ ଏନ୍ସେଫାଲାଇଟିସ୍ ହେଇଥିଲା ସେତେବେଳେ ଯାଇ ଆମେ ନବରଙ୍ଗପୁରରେ ସବୁ ଅଞ୍ଚଳ ନିଜେ ବୁଲି ସମସ୍ତଙ୍କୁ ସହାୟତା କରି ନିଜେ ଗୋଟେ ଧରି ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା କରି ଆମେ ସେଠି ବି ଏଫଆଇଆର ଦେଲୁ। ଯେଉଁମାନେ ଏଥିରେ ସମ୍ପୃକ୍ତ, ଯେଉଁମାନେ ଏଥିପାଇଁ ଦାୟୀ ଲାୟବଲ୍ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପନିଶମେଣ୍ଟ ବି ସେଥିରେ ଅଛି। ତାକୁ ସେମାନେ ଶୁଣିଲେନି କିନ୍ତୁ ନିଜ ସୁବିଧାରେ ତାକୁ ପ୍ରୟୋଗ କରୁଛନ୍ତି। ଏବେ
एबे अंत उदासीनता एवं एपाई जो माने दायी तांको पाई कांग्रेस पक्षरु एफआईआर मध्य करा जिवो आज कोणास थाना रे आमे निश्चय कार्यानुष्ठान रो अपेक्षा रखिबु। आगुरु गोटे पीआईएल आमे करिछु जोटा वाटर पॉल्यूशन प्रिवेंशन एक्ट तार आधार रे आमे ए संपर्क रे गोटे पीआईएल मध्य जनस्वार्थ मामला रुजु करिछु एवं आज आम सह आम अनुरोध रे ओडिशा ओमसार ओडिशा मेडिकल सर्विसेस एसोसिएशन रो पूर्वतन अध्यक्ष सभापति डॉक्टर मधुसूदन मिश्र जी स्वास्थ्य सेवा एवं परिमल पब्लिक हेल्थ सैनिटेशन पब्लिक हेल्थ काम करुचंती से मध्य आम सह जाउचंती। आमे फेरिबा परे आपण मान को सह ए संक्रांत रे सविस्तार जहाँ आमर दृष्टि के आसीबो आमे आपन को जणैबो अवगत।